ଲହୁଣୀ କାଟିଦେବା ଏଠି ଛଣା ସରିଯାଇଛି ଘର ରଖିଦେମି ମାର୍କେଟରୁ ଆଇଲାକୁ ବୋଉ ତରକାରୀ ଏଗାର ଆସିସାରିଲେଣି। ମୁଁ ଲିପା ଆପଣମାନଙ୍କୁ ସ୍ୱାଗତ କରୁଛି ଲିପା ମିଟୁ ପ୍ଲସ୍କୁ। ଚାଲନ୍ତୁ ଆଜି ଦିଦି ଭାଇ ଆସିଛନ୍ତି ଆମ ଘରକୁ ଦେଖେଇମି। ଚାଲନ୍ତୁ ବୋଇଟା କିସ କରୁଛ କି? ଲହୁଣୀ କାଟିଦେବା ଘିଅ ମାରା ହବ ନା? ହଉ ଏଇଠି ଭାଇ ବସିଛନ୍ତି ପାଣି ପିଉଛନ୍ତି ଟିକେ ଟିଫିନ୍ କରିକି ସେ ଯିବେ ତାଙ୍କ ମାର୍କେଟ କାମ ଅଛି। ଆଉ ମୋ ଦିଦି ଏଇଠି ବଇଛି ସେ କପର କି ଗରମ ଯିଏ ଚାହା ପିଉଥିଲା କପର ଗରମ ପାଣି ନେଇକି କୁଳପୂଜା କରୁଛୁ। ତାକୁ ଥଣ୍ଡା ହେଇଯାଇଛି ନା ପ୍ରବଳ। ଦିଦିର ଗରମ ପାଣି ସରିନି। ଚାଲନ୍ତୁ ସ୍ୱାମୀ କଣ କରୁଛନ୍ତି ଦେଖିବା। ସ୍ୱାମୀ ବିଛଣା ଝାଡୁଛନ୍ତି। ତମେ ଶୀଘ୍ର କେନିକି ଉଠିବନି ଲେଟ୍ରେ ଉଠିବ ଲେଟ୍ରେ ବିଛଣା ଝାଡ଼ିବ। ସେରକ ଦିନେ ଅଧେ ସାହାଯ୍ୟ କରିବ ନା ହଁ ହଁ ଡେଲି ଜଣା ପଡୁଛି। ଆଜି ଦିଦି ଏଠି ଆସିଛନ୍ତି। ଘୁଗୁନି ତରକାରୀ ହବ ମଟର ଆଳୁ ସିଝେଇ ଦେଇଛି। ଘୁଗୁନି ତରକାରୀ ହବ କଷା କରୁଛୁ। କଷା ହେଇସାରିଲା ପରେ ମଟର ଆଳୁ ଝୋଳ ହବ ଆଉ ପକୁଡ଼ି ହବ କୋବି ପକୁଡ଼ି ହବ। ଆଉ ସେ କରି ଆଜି ଆଉ କିସ କରିବ ତମର ତମ ଦିଦିଙ୍କି କଣ ଖାଇତେ ଦବ ହଉଛୁ ତମେ ତମର ଇଏ କରିବ ମୁଁ କଣ କହିବି। ଗାଁ ତ ପୁଚୁ ହୋଇଛି ଆଜି ଆଇଁଷ ହବନି ଆଜି ନିରାମିଷ ହବ। ସକାଳୁ ଖାଇବାଟା ସରୁ ତାପରେ ଦ୍ୱିପହର ଟାଇମ୍ ଦେଖିବା ଆଉ। ମତେ ତ ବିଛଣା ଝାଡ଼ା କରେଇଲ ଯାହା କଷ୍ଟ ଇଏ କରିଲ। ତମେ ଲେଟ୍ରେ ଉଠିନି ତ ଏବେ ହଉଛୁ ମଟର ତରକାରୀରେ ହଉଛୁ ପ୍ରସ୍ତୁତ ପାଇଁ ଏବେ ହଉଛୁ ଅଦା ରସୁଣ ପେଷ୍ଟ କରି ରଖିଛନ୍ତି ମାନେ ଗ୍ରାଇଣ୍ଡରରେ ପେଷ୍ଟ କରି ରଖିଛନ୍ତି। ଏମିତି ବାଟିଲେ ହଉଛି କଷ୍ଟ ହେବ ସେମିତି ଆଗୁଆ କରି ରଖିଛନ୍ତି। ବିଲାତି କଟା ହେଇକି ଅଛି। ତ ଚୁଲି ଆମର ହଉଛୁ କାଠ ଚୁଲି ଗୋଟେ ବନା ହେଇଛି। ଉଠା ଚୁଲି କିଛି ମାନେ ତସଲାର ହଉଛି ମାନେ ତାକୁ ବନା ହେଇଛି। ଦିଦି ଆସିଲେ କଣ ସଜେସନ ଦେଲେ ଗୋଟେ ଉପରେ କଣ ବାହାରି ତ ଏଠି ଲଙ୍କା ଲୁଣ ହଳଦୀ ପଡ଼ିଗଲା। ତ ଘୁଗୁନି ତରକାରୀ କରିବେ ପକୁଡ଼ି କରିବେ ଚିକେନ ମସଲା ପକେଇବେ। ଚିକେନ ରାନ୍ଧା ହଉନି କିନ୍ତୁ ଚିକେନ ମସଲା ପଡ଼ୁଛି କ'ଣ ପାଇଁ? ଆଉ କ'ଣ କରିବ? ଆଉ କୋବି ପକୁଡ଼ି ହବ। ଏଇଟା କରିସାରିଲା ପରେ ପକୁଟା କରିବି। ହଁ ନା କୋବି କାଟି ଦେଇଛି। କୋବି ପକୁଡ଼ି ଛଣା ସରିଯାଇଛି ଘର ରଖିଦେମି। ଭାଇ ମାର୍କେଟରୁ ଆସିଲେ ଖାଇବା ପୂଜା କରିବା ସଫାସୁତୁରା କରିବା କରି ଆସିକି କିଛି ଖାଇବା। ବୋଉ ସେଇଠି ଯୋଗାଡ଼ କରୁଛନ୍ତି। ଦିଦି ବୋଉଙ୍କୁ ନଖପାଲିଶ ପିନ୍ଧେଇ ଦଉଛୁ ଆଉ ସ୍ୱାମୀ ଏଇଠି ଖାଉଛନ୍ତି। ଭାଇ ତ ଆସିନାହାନ୍ତି ଯାଇଛନ୍ତି ମାର୍କେଟ। ଭାଇ ଆସିନେ ଦେଖେଇମି। ମୁଁ ଏଇ ଖାଉଛୁ ଭୁଜା ଆଉ କୋବି ପକୁଡ଼ି। ବୋଉ ଚାହିଁଛନ୍ତି ଗୁଡ଼ ମେଲେଇ ଦେଇଛନ୍ତି। ଆଉ ଟିକେ ପନିକିଟାକୁ ଶୋଇଦିଅ କାଟୁଛୁ ଶୋଇମି। ହଉ ମୁଁ ଖାଇସାରେ ମାର୍କେଟ ଯାଇଥିଲି। ମାର୍କେଟରୁ ଆଇଲାକୁ ବୋଉ
ତରକାରୀ ଆକାର ଆସିସାରିଲେଣି। ଆଜି ବହୁତ ନୂଆ ଆଇଟମ୍ କରୁଛନ୍ତି। ଦିଦି ଆଇଛି ତ ସେ ଯୋଉ ବରକୁଳି ବାଇଗଣ ସୋରିଷ ଦେଇକି ତାକୁ ଝୋଳ ହେଇଛି। ଆଳୁ ପଡ଼ିଛି ଆଉ ଏଇଟା ବାଇଗଣୀ ଏଇ ଯୋଉ ଦହି ଆଉ ସବୁ କିଛି ଦହି ବଡ଼ି ଆଉ ଦହି ବଡ଼ି ଆଉ ଏଇଟା ଏଇ ଭଣ୍ଡା ଆଉ ଚଡ଼ଚଡ଼ା କରୁଛନ୍ତି। ଏଇଟା ନାଉ ନାଡ଼ି ଆଉ ବିଲାତି ବାଦାମ ତାକୁ କାଟିବା ବସାଇଛି ଓ ଫଟା ହେଇଛି। ଭାଇ ତ ଯାଇଛନ୍ତି ମାର୍କେଟ ଆଉ କେତେବେଳେ କିଏ ଜାଣେ। କୁନ୍ଦୁରି ଆଳୁ ଭଜା କୁନ୍ଦୁରି ଆଳୁ ଭଜା ହେଇଛି। ଫାଇନାଲି ଭାଇ ମାର୍କେଟରୁ ଆସିସାରିଲେଣି। ମାର୍କେଟ ତାଙ୍କ ମାମୁଁ ଦେଖା ହେଇଗଲେ ତାଙ୍କ ଘରକୁ ନେଇଗଲେ ଭାତ ଏକା ଖାଇକି ଆସିଛନ୍ତି। ମୁଁ କହୁଛି ଦିଟା ଖାଇଦିଅ ମନା କରୁଥିଲେ ଦେଇଛି ଖାଇତେ ଆଉ। ଦେଖନ୍ତୁ ଖାଉଛନ୍ତି ମୋ ଭାଇ। ଏଇଠି ଭାଇ ହେଇ ଖାଉଛନ୍ତି କୋବି ପକୁଡ଼ି ଖାଉଛନ୍ତି ଆଉ ଦହି କାଞ୍ଜି ଆଉ ବୁବୁନି ତରକାରୀ ଖାଉଛନ୍ତି। ଆଉ ସ୍ୱାମୀ ତାଙ୍କୁ ବସିକି ତାଙ୍କ ସଡ଼ୁଙ୍କ ସାଙ୍ଗରେ କଥା ହେଉଛନ୍ତି। ଟିକେ ଚାହଁ ଟିକେ ମୁଁ ତଳକୁ କରିଦେଇଛ କି କ'ଣ ପାଇଁ। ଭାଇ ଏଇଠି ଖାଉଛନ୍ତି ଆଉ ଦେଖିଲେ ମୋ ଭାଇ କି ଆଉ ଭାଇ ଆଉ କିଛି କହିବ ପେଟ ପୁରୁନୁ ତମ ପରା ତମ ମାମୁଁର ମାଛ ଭାତ ଖାଇକି ଆଇଲ ଦେଖିଲ ମୁଁ କିଛି ଖାଇବି। ଓହୋ ତମ ପରା ସେ ଯୋଉ ଦେନି ଖାଇତେ ତମେ କହିଲ ଆଉ ଦିଅନି ମୁଁ ଖାଇବିନି ସେତିକି ଖାଇନେ ହେଇଯିବ ମୋର। ହଉ ତମେ ଖାଅ ଆଉ। ଫାଇନାଲି ଭାଇ ଖାଇସାରିକି ଠିଆ ହେଇଛନ୍ତି। ଆଜିର ବ୍ଲଗ୍ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣେଇବେ। ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।